ମୁଁ ଜାଣିନି, ମୁଁ ତ ନିଜେ ମାସେ ହେଲା ଗିଲ୍ଡକୁ ଆସିଛି, ମତେ କଣ କହୁଛୁ? ହଁ କଲି ଦେଖ ତମର କିଏ ଗୋଟେ ପିଲା କହିଲା ରୁଲ୍ସ କହିଲା ହେଲା, କହିଲା ହଉଛି ସିଏ ତାକୁ ଆମ ଗିଲି ପିଲା ଗୋଟେ ପଚାରିଲା, କହିଲା ସେ ପିସିରେ କେତେ ବର୍ଷ ହେଲାଣି କହିବି, ସେ କହିଲା 3-4 ବର୍ଷ ହେଲାଣି। ମାନେ କଣ ତୋର ମୁଭମେଣ୍ଟ ଅଛି? ହ୍ୟାଲୋ, ତୋର ମୁଭମେଣ୍ଟ ଅଛି ନା? ତୋର ମୋବାଇଲ ପ୍ଲେୟାର ହେଇକି ମାନେ ଧର ମୋବାଇଲ ପ୍ଲେୟାର ହେଇକି ଧର 2 ବର୍ଷ 3 ବର୍ଷ ତୁ ଖେଳୁଛୁ, ମାନେ ମୁଭମେଣ୍ଟ ତାର ଠିକ କହୁଛୁ ତୁ ଅଛି, କିନ୍ତୁ ତାର ପିସି ର ଖେଳିକି ତାର ମୁଭମେଣ୍ଟ ନାହିଁ, ସେ କଣ ଏତେ ଆଦିଆ ପ୍ଲେୟାର ଓନ୍ଲି ହେଡ୍ ମାରିବ। ଟୋଟାଲି ଶୁଣୁ, ପିସିରେ ମୁଭମେଣ୍ଟ ଥାଉ କି ନଥାଉ, କାହିଁକି ଶୁଣ ରହିଥା ତୋ କଥା ରହିଥା, ତୁ ଆକୁ ଚିହ୍ନିଛୁ ନା ଯେ କାଲିସିୟମ ରେ ମ୍ୟାନ ମ୍ୟାକ୍ସ ପିସି ଖେଳେ? ନା ମୁଁ ଏତେ ଜାଣିନି। ଏଇ ଏମଟି ରାଇ ଟିକେ କହିଲେ ଚଲେଇଯିବ, ତାକୁ ତାର ପିସି ର ସିଏ ଖେଳୁଛି ହେଲା, ତାର ମୁଭମେଣ୍ଟ ଅଛି, ଆକୁରେସି ତାକୁ କହିବୁ ନା, ସିଏ କହିବୁ ନା ହ୍ୟାକର ନା କଣ? ସେଇଭଳିଆ କହିବୁ ଯଦି ସେଇଭଳିଆ ଖେଳେ ଯଦି କେହି କହିପାରିବେନି ହ୍ୟାକର ବୋଲି। ୟାର କିନ୍ତୁ ନୁବୁଡା ଏ ପକା ନୁବୁଡା ଦୌଡି ହିଁ ପାରୁନି, ସେ ଛିଡା ହେଇକି ହେଡସଟ ମାରିବା ହ୍ୟାକର କହିବୁନି କଣ? ଆଚ୍ଛା, ତମେ ତାହେଲେ ଆକୁ ହ୍ୟାକର କହୁଛ? କାହାକୁ? ଆକୁ। ତମେ ତାହେଲେ ବଂଶୀକୁ ହ୍ୟାକର କହୁଛ? ତମର ସେ ରୁଲ୍ସ ସବୁ ଶୁଣ ଟିକେ ରହ। ମୁଁ ତତେ କହୁଛି, ମୁଁ ତତେ ମ୍ୟାଚ୍ ମତେ ନମ୍ବର ମ୍ୟାଚ୍ ଭିଡିଓ ପଠେଇବି, ବଂଶୀ ଯଦି ହ୍ୟାକର ହୁଅନ୍ତା ସେ ଖତରନାକ ମାରନ୍ତା। କାହାର? ହଁ ରିଟର୍ନ କର, କଣ ଗୋଟେ କହିଲୁ ସେଇଟା ଆଉଥରେ କହ, ଶୁଭିଲାନି ମତେ। ତୁ ହ୍ୟାକର କହୁଛୁ, ମୁଁ କାଲି ନିଜେ ବଣ୍ଟି ସହିତ ଖେଳୁଥିଲି ହେଲା ରାତିରେ। ଆରେ ଶୁଣ ଭାଇ, ତୁ ତ ତାରି ଗିଲି ପିଲା, ତମ ଗିଲି ପିଲା, ତୁ ତାକୁ ସପୋର୍ଟ କରିବୁନି, ତୁ କଣ କହିବୁ ନା ହ୍ୟାକର ବୋଲି? ଆଉ କାଲି ଶୁଣୁ ତମେ ଆମ ଗିଲ୍ଡରେ ପିସି ପ୍ଲେ ଆସେ ପୂର୍ବରୁ ଡିସ୍କର୍ଡ ଚେକ୍ ହୁଏ, ଏଇଟା ସତ କଥା ହେଲା। ସେଇଟା ସମସ୍ତେ ଜାଣିଛନ୍ତି ଭାଇ, ଅଡିଏନ୍ସ ତୁ ଭାବିନା ଚୁତିଆ ହେଲା। ତୁ ଶୁଣୁ ତାକୁ କହିଲା କି, ତାକୁ ମୁଁ ରୁଲ୍ସ କହିଲା ମୋ ସହିତ 1v1 ଖେଳିବ ହେଲା, କାଲି ରାତିର ରୁଲ୍ସ କହିଲା 1v1 ଖେଳିବ, ମୁଁ କହିନି ହଁ ଖେଳୁନୁ, ସେ କହିଲା, ମୁଁ ତାକୁ ଖାଲି କହିନି ୱାନ୍ ଟାପ୍ ଆଉ କିନ୍ତୁ ମଝିରେ ଅଫଲାଇନ ହବନି, କଷ୍ଟମ ବନେଇବି, ସାଙ୍ଗେ ଷ୍ଟାର୍ଟ କରିବି। କହିଲା କାହିଁକି ଅଫଲାଇନ ତୋର କଣ ହେଲା, କିନ୍ତୁ ସାଙ୍ଗେ ଷ୍ଟାର୍ଟ କରିବୁନି, 5 ମିନିଟ୍ ରହିବୁ, ମାନେ ଡର କଣ ଜାଣିଥା। ତାପରେ କହିଲା, ମୁଁ କହିଲା କାହାକୁ ଦବୁ ଆଇଡି? ସେ କହିଲା ମୋ ସାଙ୍ଗଟା ଆଇଡି ଲଗଇନ କରିବ। ମୁଁ କହିଲି ସାଙ୍ଗଟା ଯଦି ଆଇଡି ଲଗଇନ କରିବ, ତାକୁ କହୁନୁ ମୋ ସହିତ ଡାଇରେକ୍ଟ 1v1 ଖେଳିବ। କହିଲା ତୁ ଯାକୁ ହ୍ୟାକର କହୁଥିଲୁ ସେଇ ଖେଳିବ। ମୁଁ କହିଲି ଆଉ ଯଦି ସେ ଖେଳିବ ଯଦି ମୁଁ 1 ଲେବୁଲ ଆସୁଛି। ତାପରେ ତା ଗାଣ୍ଡି ଫାଟିଲା। ମୁଁ ନିଜେ ପା କହୁଛି, ମୁଁ ନିଜେ ସେଲ କରୁଛି, ହ୍ୟାକ ଲଗଉଛି, ସେ ଦିଟ ଯୋଉ ବଡି ମାରୁଛି, ବଡି ବାଜୁଛି, ହେଡ ବାଜୁଛି, ଟ୍ରାକ୍ ବାଲା ରେ ବାପାଟା, ମୁଁ ସବୁ ଜାଣିଛି। ତାହେଲେ ତୁ ବି ତ ହ୍ୟାକ ଲଗେଇ ଖେଳୁଥିବୁ? ମୁଁ ହ୍ୟାକ ଲଗେଇ ଖେଳିଛି, ମୋ ଗାଣ୍ଡି କୁଣ୍ଡେଇ ହଉଛି, ଏତେ ଭଲ ହାଇଡରେ ହ୍ୟାକ ଲଗେଇବି। ଆଚ୍ଛା, ତୁ ନିଜେ ଏବେ କହିଲୁ ହ୍ୟାକ ଲଗେଇ ଖେଳୁଥିଲୁ, ଇଏ କରୁଛୁ, ଆଉ କଣ କହୁଛୁ? ଆରେ ବୁକା ଚୋଦା, ମୁଁ କହିନି ହ୍ୟାକ ଲଗେଇକି ଖେଳେ। ହ୍ୟାକ ଲଗେଇ ତାହେଲେ ଖେଳୁ? ଶୁଣ, ହ୍ୟାକ ଲଗେଇ ଖେଳିଛି ନା ନାଇଁ, ସେଇଦିନ ଯୋଉ ଗିଲ ଗିଲା ମୋ ଗାଣ୍ଡି କୁଣ୍ଡେଇ ନଥାନ୍ତା, ମୁଁ ବ୍ୟାକ୍ କରିଥାନ୍ତି। ତାର ମୁଁ ତୋ ଭଉଣୀ ତା ଭଉଣୀ କିଏ ପେଲି ଦଉଛି ନା କଣ? ଆମ ଗିଲ୍ଡ ପିଲାଟା ଦେଖ କାଇଁ ଠିକ କରୁଛୁ। ଗାଳି ଦିଆ ଶିଖିନି, ଚାଲିଛି ମତେ ଗାଳି ଦେବା ଶିଖିନି, ଗାଳି ଦେଲେ କଣ ଭଲ କାମ କରିଦଉଛ ନା କଣ? ଭଲ କାମ ନୁହେଁ, ଆଉ ଯୋଉ ସେ ଯୋଉ ଭଲ ଗେହି ଦେଖନି ସାନୁ, ଭଲ ଗେହି, ତା ଭଲ ଗେହି କାଲି ଛଡଉଛି ତ। କାଲି ଛଡେଇବୁ କାହିଁକି ଏଇଟା କରୁଛୁ? ଆରେ ସେ ଗେହି ହଉଛି, କଣ ଚୁପଚାପ ରହିବ? ତାକୁ ମୁଁ କହୁଛି ଚୁପଚାପ ତୁ ରହୁନୁ। ଓକେ ଲକି ହ୍ୟାଲୋ। ଗ୍ରୁପରୁ ବାହାରିବୁ ନା? ନାଇଁ ଲକି ଟିକେ ରହ, ଟିକେ ଚୁପ ରହ ହେଲା, ଟିକେ ଚୁପ ରହ। ଶୁଣୁ, କାଲି ସାନୁଆରେ କଣ କରିବୁ ତୁ? ଶୁଣି ସାନୁଆରେ କାଲି କଣ କରିବୁ? ତା ପାଚିଲା ଚୁଟି ପୋଡା ହବ। ତା ପାଚିଲା ଚୁଟି, ତା ଦେଖିଥିଲୁ ଯାଇକି ତାର କୋଉଠି ପାଚିଲା ଚୁଟି ହେଇଛି? ହଁ, ତା ଭଉଣୀ ପୁରେଇବା ପାଇଁ ଯାଇଥିଲି, ମୁଁ ଦେଖିନି ନା। ଆଚ୍ଛା, ସେ ମୁଁ ଦେଖେଇଥିଲି ବା, କହିଲା ଦେଖ ଯଦି କହିଲା ଶୁଣ ମୋ କଥା ଦେଖିଲୁ ମୋ କଥା କାହିଁକି କହିପାରୁନୁ, ହେଲେ କଣ କାଟି ଦଉଛୁ? ଶୁଭୁନି? ଆରେ ତ ମୋ କଥା ମୁଁ ବନ୍ଦ ନାଇଁ କହୁନି। ଶୁଣୁ ସେ ମତେ ଦେଖା ଲାଗି କହିଲା, ଯଦି ମୋ ଭଉଣୀ ଯଦି ତୁ ନ ପୁରେଇ ପାରୁଛୁ, ତାହେଲେ ମାନେ ତା ଭଉଣୀ ହେଲା, ଯଦି ମୁଁ ନ ପୁରେଇ ପାରୁଛୁ ମତେ ଡାକି, ମୁଁ ମୋ ଭଉଣୀ ପୁରେଇବି। ନାଇଁ ଗୋଟେ କାମ କର, ଲକି ଟିକେ ରହ। ଭଉଣୀ ମା ନା ଉପରେ କାହିଁକି କଥା ଉଠଉଛୁ? ଶୁଭୁନି?
ତୋର ନାଇଁ ନିଜ ତୋର ମା ନାହିଁ ନା ତୋ ଭଉଣୀ ନାହିଁ ନା କଣ କିଏ ନାହିଁ କହିଲୁ? ଅଛନ୍ତି କିନ୍ତୁ ତାଙ୍କ ଭଳିଆ ଅଛନ୍ତି ଆଚ୍ଛା ଗେଧେଇ ଅଛନ୍ତି ସିଙ୍ଗାଳି ଶୁଣୁ ଭଳିଆ ନୁହଁ। ଯଦି ଶୁଣୁ ତୁ ତ ନିଜ ମା କହିବ ଭଉଣୀକୁ ରେସ୍ପେକ୍ଟ ଦେଇକି ଶିଖିଥାନ୍ତୁ ତାହେଲେ ଆଉ କାହା ମା ଭଉଣୀକୁ ରେସ୍ପେକ୍ଟ ଦେବା ନା ଶିଖିଥାନ୍ତୁ। ନା ତୁ ଏତେ ଭଲ ଗେଇ ଦେଖଉଛୁ ଭଲ ଗେଇ ତାକୁ ମୁଁ ଭିଡିଓ ଶୁଣୁ ଭିଡିଓ ବି ମୋ କତିରେ ଅଛି ରେକର୍ଡିଂ। କାଲି ଯେତେବେଳେ ହଁ ଭିଡିଓ ଆସିବ ନା ଦେଖିଦବୁ ତମ ଲିଡର କିଏ କେତେ ନର ଗେଧେଇ ସିଙ୍ଗାଳି ଛୁଆ ଆସିବେ ସବୁ। ହଁ ଆଚ୍ଛା ଆଚ୍ଛା ସେ ଭାରି ଭଲ କି ସଂସାରୀ ଗେଇ ଦେଖୁଛନ୍ତି ତ। ଆଚ୍ଛା ଆଚ୍ଛା ହୁଁ। ଶୁଣୁ ଆଗତରେ ସବୁବେଳେ ଶୋଧିଲେ ଆଉ ସମସ୍ତେ ଆଗତରେ ଶୋଧିବେ। ହଁ ନା ତୁ ଯଦି ତୋର ନିଜର ଶୁଣୁ ତୋର ନିଜର ଯଦି ରେସ୍ପେକ୍ଟ ରଖିଛୁ ଶୁଣ ଶୁଣ ଭଲ ଗେଇ ଦେଖଉଥିଲା ତ ମା ଭଉଣୀ ଥିଲେ ତା ମା ଭଉଣୀ କଣ ରାଣ୍ଟି ହେଇଗଲେ ନା କଣ ଶୁଧିଲେ। ରକି ଭାଇ ଶୁଣ ଛାଡ 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 ଯାହା ହେଲା ହେଲା ମୁଁ ଜାଣି ସାରିଲିଣି ତମେ କି ଛୁଆ ତମ ମା ତମ ଭଉଣୀ ହେଲା ହଁ ତ ରାଣ୍ଡି ତମ ମୁଁ ହେଲା କି ଛୁଆ ପାଚିଲା ନୁହେଁ ବେ ସେଇଥିପାଇଁ ତୋ ମୁଁ ଭଉଣୀ କହିଲି ପଚାରି ତା ଭଉଣୀର କହିତା ମୁଁ ଚାଲ ରେକ୍ସ କିଏ ଗୋଟେ କହୁଛି ଆଡ କରିବା ପାଇଁ। ମୁଁ ଲାଜ ତମ ଭଉଣୀ ଫୋନ ଉପରେ ଶଳା କଥା ଗୁଡା ଉଠଉଛ ତମକୁ ଟିକେ ଆରେ ଲାଜ ଦେଖ ନାହିଁ। ମୁଁ ମୋର ଚୁପ ରହୁଛି ଭିଡିଓ ଶୁଣୁ ତୁ ଭାବୁଛୁ ନା ତମ ଗିରି ପିଲା ଭଲ ମାନେ ଯେତେବେଳେ ତମ ଭିଡିଓ ଛାଡୁଛନ୍ତି ନା ତାଙ୍କ ଭାଷା ସବୁ କାଟିକି ଛାଡୁଛନ୍ତି ହେଲା। ଆଉ ଆଚ୍ଛା ଆରେ ମୁଁ ଯୋଉ ଶୁଣୁ ଭିଡିଓ ପକେଇମି ଶୁଣୁ 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 ଗୋଟେ କଥା ଶୁଣୁ ଏବେ ଶୁଣୁ ମୁଁ ଶୁଣୁ ବି ଶୁଣୁ ଶୁଣୁ ରାଗିଲେ ଶୁଣୁ ମୁଁ ମୁଁ ବି ଯୋଉ ଭାଷା ମୁଁ ଦବା ଯୋଉ ଜାଣିଛି। ଭିଡିଓ ତୁ ବି ପକେଇମି ହେଲା ରାଗିଲେ ତୁ ବି ଆମ ଭାଷା ଦବା ଭାଷା ଜାଣିଛୁ। ସହ ସବୁ ପଡିବ। ଶିବ ଭାଇ ଗୋଟେ କଥା କହିବି ହ୍ୟାଲୋ। ହଁ ତମକୁ ଟିକେ ଲାଜ ଲାଗୁନି ବେଧ ଛୁଆ ଗ୍ରୁପରେ ଛିଡା ହେଇଛ। ତତେ ଟିକେ କାଣ୍ଡି ମାନେ ତୋ ଭଉଣୀ ବିୟାକୁ ଫଟୋ ଦେଇକି ତୁ ଆଇଲୁ ଶୁଣିଲେ ପଳେଇଲା। ନା ଚାଲତ। ହଁ ଭାଇ ଯେତେ କରୁ ଯାର ଭିଡିଓ କର ରେ ଭାଇ ଭିଡିଓ କର କିଛି ନାହିଁ ରେ ଭାଇ ଭିଡିଓ କଲେ କଣ ଲାଭ? ତୁ ସେଇ ଭିଡିଓ କରିକି ସେଇ ୟୁଟ୍ୟୁବ ପକେଇବୁ ମୁଁ ସେଇ ଭିଡିଓ କଲେ ସେଇ ୟୁଟ୍ୟୁବ ପକେଇବି। ଆରେ ଶୁଣୁ ଭଗବାନ ଜାଣିଛନ୍ତି କିଏ କୋଉ ଠିକ କିଏ କେତେ ଭୁଲ ହେଲା ତୁ ଜଣକ ଯୋଉ ଭଉଣୀ ମା ଉପରେ କଥା ଉଠୁଛୁ ଏଇଟା ବହୁତ ଖରାପ କଥା ହେଲା ଆଗରୁ କହିଦଉଛି। ଖରାପ କଥା ନୁହେଁରେ ଭାଇ ଦେଖେ ମୁଁ ତ ତାକୁ ସେ ରୁଲସ କୁ ପଚାରିବୁ। ମୁଁ ଫାଷ୍ଟ କନି ପୁରା ଭଲସେ କଥା ହେନି କିନ୍ତୁ ମୋ ସହିତ ମୁଁ ବି ମାନୁଛି ମୋ ଅତି ନିଜର ହଉ କି ସେ ପରର ହଉ ମୋ ସହିତ ଚିଟିଂ କରିବ ମାନେ ମୁଁ ତାକୁ ସୁଧିବି। ଏତେ ଇଏ ବେହାମଣ ଲାଜରେ କଣ ଗୋଟେ ଭଉଣୀ ଫଉଣୀ ଶଳା କଥା ଗୁଡା ଉଠଉଛୁ ଗୋଟେ। ଛାଡ ତ ନିଜର ବି ତାର ଭଉଣୀ କିଏ ଏମିତି ପେଲି ଦେଇଥିବ ଛାଡ ଆଉ କଣ କରିବା ହଉ ମୁଁ ଯାଉଛି ଏତିକି ଥାଉ ହେଲା। ତୁ ସେଥିପାଇଁ କଥା ହୁଁ କହୁଛୁ ତୋ ହୁଁ ଭଉଣୀ କିଏ ଛାଡ ପଟେଇ ଛାଡ ତୁ ଦେଇଥିଲୁ ଖାଲି ଗାଁ ପିଲା ହଁ ତ ସେଇ ଗୁଆଳେ ପେଲିକି ସେ ଇଡିଆ ହେଇଥିବ ପଠେଇଛ ଆଉ ନା ସେ ତୋର ନା ହେଇଥିବ ତୋ ବୋଲି ତୁ ଭଉଣୀ ଏମିତି ହଉଛୁ ତୋ ଆଉ ଭଉଣୀ ଛାଡ। ବିଏ ନାହିଁ ତୋ ଭଉଣୀ ବିଏ ନାହିଁ ପାଠ ପଢୁଛନ୍ତି ପଳେଇଲା ଏବେ ଅଫ୍ କରିଦେ।